ଆକ୍ଚୁଆଲି ମୁଁ ଆଜି ଭୁବନେଶ୍ୱରରୁ ଗାଁକୁ ଫେରୁଥିଲି ଆମର ଗାଁକୁ ଫେରିବା ବାଟରେ ଗୋଟେ ଆଶ୍ଚର୍ଯ୍ୟ କଥା ଗୋଟେ ଜିନିଷ ଲକ୍ଷ୍ୟ ପଡିଲା ଦେଖନ୍ତୁ ଏ ଗଛ ଏ ହେଲା ଅସୁସ୍ଥ ଗଛ। ମୁଁ କାହ୍ନା କହିବି ଟିକେ ଜୁମ୍ କରି ଭଲ ଦେଖେଇବ ହେଲା ଅସୁସ୍ଥ ଗଛ। ଆମେ ଦୀର୍ଘ 2 ବର୍ଷ ତଳେ କି 3 ବର୍ଷ ତଳେ ଆଭରେଜ ଲାଗୁଛି 3 ବର୍ଷ ତଳେ ଆମେ ଲଗେଇଥିଲେ ଗଛଟା ଯେତେବେଳେ ଛୋଟ ଏଡିକିଟେ ହେଇଥିଲା ଗଛଟା ଲଗେଇଥିଲୁ। ଯେ ଭିତରେ ଆମକୁ ସାହାଯ୍ୟ କରିଥିଲେ କଣାସ ଗ୍ରୀନ ଫ୍ୟାମିଲି ଆମର MMS ଗ୍ରୀନ ଫ୍ୟାମିଲିର ଭାଇ ଆମର ଯାଇକି ମୂଳ ଯାଇକି ମହେଶ୍ୱର ଭାଇ ଆମର ତାଙ୍କୁ ବହୁତ ଧନ୍ୟବାଦ ଦେବି। ସେ ଆମର ପିଲାମାନଙ୍କୁ ନେଇକି ସିଲୁ ସମୀର ଆଉ ଆମ ଗାଁର କାହ୍ନା ଧାଡିଆ ଆଉ ମଇସେଇ ନିଜେ ଥିଲେ ଆମର ନିଜର ସାନ ଭାଇ ରଞ୍ଜୁ ମଧ୍ୟ ସାହାଯ୍ୟ କରିଛନ୍ତି ଏଥିରେ ରଞ୍ଜନ ଆଉ ଏ ଗଛଟାକୁ ଲଗେଇଥିଲେ। ଏ ଗଛଟା ଲଗେଇଥିଲେ ଗଛ ଲଗେଇବା ଫଳରେ ଆଜିକା ମୁଁ ଆସିଲା ବାଟରେ ଏ ଗଛ ଉପରେ ମୋର ଆଜି ଲକ୍ଷ୍ୟ ପଡିଲା ଗଛ ଏଡେ ବଡ ଗଛ ହେଲାଣି ଯେ ଯାହାକି କୋଟିଏ ଲୋକଙ୍କର ଜୀବନ ବଞ୍ଚେଇ ଦବ ଏଇ ଗଛ। ଆଉ ଢେର ସାରା ଧନ୍ୟବାଦ ଦେବି। ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଏରିଆରେ ଗୋଟେ ଗଛ ଲଗେଇବା ପାଇଁ ତାହେଲେ ଆପଣ କୌଣସି MMS ଗ୍ରୀନ ଫ୍ୟାମିଲି କି ୟୁଟ୍ୟୁବ ଚ୍ୟାନେଲକୁ ଯାଆନ୍ତୁ। ୟୁଟ୍ୟୁବ ଚ୍ୟାନେଲକୁ ଯାଇକି ଆପଣ ୟୁଟ୍ୟୁବ ଚ୍ୟାନେଲ ଯାଇକି ସବସ୍କ୍ରାଇବ କରନ୍ତୁ ଏବଂ ସେଥିରେ ମଧ୍ୟ କମେଣ୍ଟ କରନ୍ତୁ ଆପଣଙ୍କର ଗଛ ଏରିଆରେ ଲାଗିବା ପାଇଁ। ଆମର ମହେଶ୍ୱରରେ ଯାଇକି ସେ ଫ୍ୟାମିଲିର ମୂଳ ଯିଏକି ହେଡ ଭାବରେ କାମ କରୁଛନ୍ତି ସିଏ ଆପଣଙ୍କୁ ଯୋଗାଯୋଗ କରି ଗଛ ଗୁଡା ଲଗେଇଦେବେ। ଆଉ ଧନ୍ୟବାଦ ମହେଶ୍ୱର ହେଇକି ଜୟ ଜଗନ୍ନାଥ। ଗୋଟିଏ ଗଛ ଗୋଟିଏ ଜୀବନ।